दशम स्कंद द्वारिका लीला 150 अध्याय। श्री शुकवाच। शुक कहती मुनिवर शुण परीक्षण उपवर। उद्धव देखी गोप गोपी बदन चाहती निरोपी। दैवे कृष्ण अनुचर तेज गंजई सुर नर। आजानुलंबे बेनिभुज कमल प्राय चक्षु तेज। पीतवसन कटिमूले कमल माल दक्षस्थले। कन्ये कुंडल बेनिशोए रूपे कंदर्प सरी नुए। देखि विस्मित गोपी जने चकिते विचारती मने। देख सुंदर बर एउ केवले ओइला ए काउम। ए कृष्ण भूषण ଏହା ଦେଖ କହେ ଦିଶେ କୃଷ୍ଣ ପ୍ରାୟ। ହେମନ୍ତ କହି ଗୋପ ନାରୀ ଉଦ୍ଧବ ରଥକୁ ଆବରି। ଜାଣିଲେ କୃଷ୍ଣର ଏ ଦୂତ ଆମ୍ବର ପାଇଁ ଉପଗତ। ଗୋପୀଙ୍କ ମଧ୍ୟରେ ପ୍ରବେଶ ସକଳେ ହୋଇଲେ ହରସ। ଆନନ୍ଦେ କୃଷ୍ଣ ଦୂତ ନେଇ ପୂଜିଲେ ଆସନେ ବସାଇ। ହେମନ୍ତେ କୃଷ୍ଣ ଦୂତ ସଙ୍ଗେ ଗୋପିକା ମିଳି ଖେଦ ଯୋଗେ। କ୍ଷଣ କ୍ଷଣକେ ଶୋକମୟେ ନୟନୁ ଅଶ୍ରୁ ଜଳ ବଏ। କହନ୍ତି ଶୁଣ କୃଷ୍ଣ ଦୂତ ଆମ୍ଭେ ଯେ ବଡ଼ ଭାଗ୍ୟବତ। ଜାଣିଲୁ ଉଦ୍ଧବ ତୋ ନାମ ତତେ ବିଶ୍ୱାସ ଭଗବାନ। ତାହାଙ୍କ ଅଙ୍ଗ ସଙ୍ଗ ତୁଇ ତତେ ପେଶିଲେ ଆମ୍ଭ ପାଇଁ। ମାତା ପିତାଙ୍କ ପ୍ରିୟ ଭାବେ ଉଦ୍ଧବ ଆସିଅଛ ଏବେ। ସେ କୃଷ୍ଣ କିମ୍ପା ସୁମରିବ ଆମ୍ଭର ଘେନି ଗଲା ଜୀବ। ସ୍ନେହ ବନ୍ଧନ ବନ୍ଧୁକର ବନ୍ଧାଇ ମୁନିସୁର ନର। କାହାର ବୋଲେ ଛାଡ଼େ ନୁହେଁ ବନ୍ଧୁ ବିଶ୍ୱାସ ମାୟାମୟେ। ଶୁଣ ଉଦ୍ଧବ ଆମ୍ଭ ବାଣୀ ମରୁଛୁ ଗୋପର ତରୁଣୀ। ଯେ ଯାହା ଭାବ ଅର୍ଥ ଜାଣି ଭାବେ ଭାଳନ୍ତି ସର୍ବ ପ୍ରାଣୀ। ଯାବତ ଥାଇ ଅର୍ଥ ଲାଭ ତାବତ ଥାଇ ପ୍ରିୟ ଭାବ। ପର ପୁରୁଷେ ପ୍ରିୟ ହୋଇ ଯେ ନାରୀ ଜୀବନ ବହୋଇ। ତାହାର ନାହିଁ ସ୍ନେହ ଚିତ୍ତ ଧନରେ ପ୍ରିୟ ଅବିରତ। କୁସୁମେ ଯେମନ୍ତେ ଭ୍ରମର ମଧୁ ପିଇଣ ଯାଇ ଦୂର। ଉଦ୍ଧବ ଶୁଣ ବେଦସାର ସ୍ୱଭାବେ ସଂସାର ବ୍ୟବହାର। ସୁନ୍ଦର ପୁରୁଷ ନିର୍ଧନ ଗଣିକା ଛାଡ଼ଇ ଯେ ସନ। ରାଜାଙ୍କ ଅଭାଜନ ଦେଖି ପରଜା ଛାଡ଼ି ଯେନେ ଦୁଃଖୀ। ବିଦ୍ୟା ପାଇଲେ ଶିଷ୍ୟ ଗୁରୁ ସେ ଯେନେ ତେଜନ୍ତି ମନରୁ। ଏ ଦକ୍ଷିଣା ପାଇ ବିପ୍ରଜନେ ଯେନେ ଛାଡ଼ନ୍ତି ଯଜମାନେ। ଫଳ ସରିଲେ ବୃକ୍ଷ ଛାଡ଼ି ପକ୍ଷିଏ ଯାନ୍ତି ଯେନେ ଉଡ଼ି। ଅତିଥି ଯେନେ ଖାଇ ପିଇ ପଦେ ନ ପୁଛି ଚଳି ଯାଇ। ପୋଡ଼ିଲା ବନ ପଶୁ ଗଣେ ଛାଡ଼ି ପଳାନ୍ତି ଅନ୍ୟ ବନେ। ପର ପୁରୁଷେ ପର ନାରୀ ରମଣେ ଅନ୍ତେ ଯେ ପାଶୋରି। ଏ ତେମନ୍ତ କଲେ ବନମାଳୀ ଛାଡ଼ି ସକଳ ଗୋପବାଳୀ। ଏମନ୍ତ କହି ଗୋପ ନାରୀ ବେନି ଲୋଚନୁ ବହେ ବାରି। ଏ ମନ ବଚନ କୃଷ୍ଣ ଦେହେ ଛାଡ଼ିଲେ ଜୀବନର ମୋଏ। ଏ ବାତୁଳ ପ୍ରାୟ ଉଚ୍ଚ ସ୍ୱର ଛାଡ଼ିଲେ ଲୋକର ବ୍ୟବହାର। ଏ କୃଷ୍ଣର ଲୀଳା କର୍ମ ମାନ ସୁମରି କରନ୍ତି ରୋଦନ। ଲାଜ ଛାଡ଼ିଲେ ଗୋପ ଦାଣ୍ଡେ ବଜ୍ର ପଡ଼ିଲା ଯେନେ ମୁଣ୍ଡେ। ଏ ବାଳୁତ କାଳୁ ଯେତେ କଲା ସୁମରି ଗୋବିନ୍ଦର ଲୀଳା। ଅତି ସଙ୍କଟ ଶୋକ ଜଳେ ବୁଢ଼ୀଣ କାନ୍ଦନ୍ତି ବିକଳେ। ଏ ଉଦ୍ଧବ ପାଦ ତଳେ ପଡ଼ି ବାଳୁତ ପ୍ରାୟ ଗୋପବାଳୀ। ଏମତେ ଶୁଣ ନରପତି ଗୋପୀଏ ନାମ ବୃନ୍ଦାବତୀ। ଏ ଗହଳେ ଯାଇ ନ ପାରିଲା ଅଳପ ନିକଟେ ବସିଲା। ଗୋବିନ୍ଦ ପାଦେ ମନ ଦେଇ ଚକ୍ଷୁ ବୁଜିଲା ଭାବ ବହି। ଏ ଶ୍ରମେ ଚରଣ ପାଶୋରିଲା ଶୁଣ ରାଜନ ତାର ଲୀଳା। ଭ୍ରମର ଉଡୁଥିଲା ଶୂନ୍ୟେ ବସିଲା ତାହାର ଚରଣେ। ଅଙ୍ଗୁଳି ଅଙ୍ଗେ ଧ୍ୱନି କରି ଶୁଣି ଚାହିଁଲା ଗୋପ ନାରୀ। କୃଷ୍ଣର ଦୂତ ପ୍ରାୟ ମଣି ଚରଣ ମାଇଲା ତରୁଣୀ। ଏ ପଡ଼ିଲା ଖଣ୍ଡ ଦୂରେ ଯାଇ କୋପେ କହି ତାକୁ ଚାହିଁ। ମଧୁପ ଶୁଣ ମୋ ବଚନ ତୋର ଠାକୁର ଜନାର୍ଦ୍ଦନ। ଏ କି ତପେ ବାନ୍ଧବ ତୁ ଅଟୁ ମୋର ଚରଣେ କିମ୍ବା ଖଟୁ। ମଥୁରା ନଗର ତରୁଣୀ ନିଶ୍ଚେ ମୋହିଲେ ଚକ୍ରପାଣି। ସେ ଯେ ଆମ୍ବର ସପତଣୀ ଏକଥା ତ୍ରିଭୁବନେ ଜାଣି। ତୁ ଯେ ଷଟ୍ପଦତା ନ ଜାଣି ଚରଣେ ଲାଗୁ ପୁଣି ପୁଣି। ଏ ସୁନ୍ଦର ମଧୁପୁର ନାରୀ ରାତ୍ରେ ରମିଲେ ନର ହରି। କୁଙ୍କୁମ ଚନ୍ଦନର ସଙ୍ଗେ ନାନା କୁସୁମ ତାଙ୍କ ଅଙ୍ଗେ। ଏ କୃଷ୍ଣର ଦେହେ ଲାଗିଥିଲା ରାତ୍ରି ପାହିଲା ପକାଇଲା। ତୁହି ଯେ ଥିଲୁ କୃଷ୍ଣ ପାଶେ ପୁଷ୍ପେ ବସିଲୁ ଗନ୍ଧ ଆସେ। ଏ ମଧୁ ଚୁମ୍ବନ କଲୁ ସୁଖେ କୁଙ୍କୁମ ଲାଗିଅଛି ମୁଖେ। ଏଣୁ ତୋହର ଲାଜ ନାହିଁ ଚରଣେ ଲାଗୁ କାହିଁ ପାଇଁ। ଏ କୃଷ୍ଣରେ ନାହିଁ ମୋର କାର୍ଯ୍ୟ ତାହାରେ ହୋଇଲୁ ନିର୍ଲଜ। ହରି ସନ୍ଦେଶ ଯେବେ ଘେନି ହୋଇଲୁ ହୋଇ ପଥଶ୍ରମୀ। ତାର ପ୍ରସଙ୍ଗେ କାର୍ଯ୍ୟ ନାହିଁ କହ ତୁ କୃଷ୍ଣ ଆଗେ ଯାଇ। ମଥୁରା ନାରୀଙ୍କର ମନ ରଞ୍ଜାଇ କରୁ ସୁପ୍ରସନ୍ନ। ଯଦୁ ସଭାରେ ତାର ମନ ଭାବେ ଜାଣନ୍ତି ସର୍ବଜନ। ତାହାର ଦୂତ ଅଟୁ ତୁହି ତୋର ମୁଖେ ଲାଜ ନାହିଁ। ଏବେ ମୋ ବଚନ ଭ୍ରଷ୍ଟଳ ଶୁଣିଲେ ହୋଇବୁ ବିକଳ।
ଯମୁନା କଦମ୍ବର ତଳେ ରାତ୍ରେ ବସିଲା କାମ ବଳେ। ସେଠାରେ ବେଣୁନାଦ କଲା ଆମ୍ବର ଜୀବନ ହରିଲା। ସଂସାର ଛାଡ଼ି ତା ନିକଟେ ମିଳିଲୁ ଯମୁନାର ତଟେ। ଅନେକ କରାଇ କଷଣ ପ୍ରସନ୍ନେ କଲା ଆଲିଙ୍ଗନ। ସେରସେ ଆମ୍ବକୁ ମୋଇଲା ଆମ୍ବର ମୁଖେ ଚୁମ୍ବ ଦେଲା। ବଳେ ଅଧର ପାନ ଦେଇ ମଥୁରା ଗଲା ସେ ପଳାଇ। ତୁ ଯେନେ ପୁଷ୍ପ ମଧୁ ଖାଉ ନିବିଡ଼େ ଆଲିଙ୍ଗନ ଦେଉ। ଏ ପଳାଇ ନ ସମ୍ଭାଳୁ ତାହା ତେମନ୍ତ କୃଷ୍ଣର ସେ ନେହା। ତାହାର ପାଦେ ଅନୁବ୍ରତେ କମଳା ଖଟଇ ଯେ ମତେ। ଏ ମାୟା ମୋହନ କଥା କହି ଲକ୍ଷ୍ମୀର ମୁଖ ସେ ବାନ୍ଧଇ। ତୃଷା ଅରଇ କାମ ବଳେ ତେଣୁ କମଳା ତାର କୋଳେ। କିସ ପାଇବୁ ମୋର ପାଶେ ତା ପାଶେ ଯାଅ ତୁ ହରସେ। ଆମ୍ଭର ନାହିଁ ଘର ଦ୍ୱାର କି ତୋତେ ଦେବୁ ଉପହାର। ସେ ତୋତେ ଇଷ୍ଟ ବଳ ଦେବେ ମଥୁରା ଯା ତୁହି ଯବେ। ସେଠାରେ ଚତୁରୀ ଯୁବତୀ ଅନେକ ପାଦେ ଖଟିଛନ୍ତି। ଦୁର୍ଲଭ ନୁହଁଇନା ତାର କୋଟିଏ କାମ ଅବତାର। କପଟି ସୁନ୍ଦର ବଦନ ହସ କଟାକ୍ଷେ ମୋହେ ମନ। ସେ କୃଷ୍ଣ ପଦର ଆସେ କମଳା ଖଟିଥାନ୍ତି ପାଶେ। ଆମ୍ଭର ଯୋଗେ ନାହିଁ ଅନ୍ତ ତାର ମହିମା ଅନନ୍ତ। ତଥାପି ଶୁଣ ଏ ଭ୍ରମର କୃଷ୍ଣ ଯେ କରୁଣା ସାଗର। ଦରିଦ୍ର ଲୋକେ ଯାର ଦୟା ତାହାକୁ କହି ପୁଣ୍ୟ ଦେହା। ତୁମର ଛାଡ଼ ଏ ଚରଣ ଜାଣିଲି ତୋର ଦୂତ ପଣ। ମୁକୁନ୍ଦ ବୋଲେ ଚାଟୁବାଣୀ ମୋହର ଆଗେ ପୁଣି ପୁଣି। ଏ ବୋଧିବା ପ୍ରାୟ ତୋ ଭରସା ଖଣ୍ଡିଲେ ନ ପୁରେ ମୋ ଆଶା। ତୁ ଏବେ ଛାଡ଼ ମୋ ଚରଣ କିସ କହିବୁ ତାର ଗୁଣ। ପତିତ ନୟ ଇଷ୍ଟ ଭାଇ ଆମ୍ଭେ ତେଜିଲୁ ତାର ପାଇଁ। ତାହାର କଲା କର୍ମମାନ ମନେ ପଡ଼ିଲେ ବୁଡ଼େ ଜ୍ଞାନ। ହରିଙ୍କି କଲୁ ବଡ଼ ସ୍ନେହ ସେ ପୁଣି ଏଡ଼ିକି ନିର୍ଦୟ। ବ୍ୟାଧ ଦେଶନେ ମୃଗ ମାରି ଶବଦେ ଘଣ୍ଟି ଚାଳେ ଧରି। ଏ ତାହାର ନାଦ ଶୁଣି କର୍ଣ୍ଣେ ଲୋଭେ ମିଳନ୍ତି ପଶୁ ଗଣେ। ତାହାର ବାଣେ ହତ ହୋଇ ବିକଳେ ବନେ ସେ ପଳାଇ। ଏ ରୁଧିର ଧାର କଳେବର ଜୀବନ ଛାଡ଼ଇ ତାହାର। ତେମନ୍ତ କଲା ନନ୍ଦ ଭୋଳା ଆମ୍ବ ଦେହରେ ନଖ ଦେଲା। ବ୍ୟାପାର କରେନ୍ତେ ତା ଦେଖି ବିକଳେ ବୁଝୁବେନି ଆଖି। ଜୀବନ ତା ହେତୁ ରହି କର ଚରଣ ନ ଚଳଇ। ଆମ୍ଭକୁ ମାରି ଦାମୋଦର ରହିଲା ମଥୁରା ନଗର। କହୁ ନ ସରେ ତାର କଥା କୃଷ୍ଣ ସନ୍ଦେଶ ମନେ ବ୍ୟଥା। ହେମନ୍ତ ଭ୍ରମରକୁ ଚାହିଁ ପୁଣି ବୋଲଇ ଭ୍ରମ ହୋଇ। ଗୋବିନ୍ଦ ସଖା ଅଟୁ ତୁହି ଛାଡ଼ି ଅଇଲୁ କାହିଁ ପାଇଁ। ପ୍ରିୟ ପେଶିଲା ମୋର ପାଇଁ ମାଗ ତୁ କିସ ଦେବି ମୁହିଁ। ଏ ଗୋପପୁରେ ଅଛି ମୁହିଁ କେମନ୍ତେ ଘେନି ଯିବୁ ତୁଇ। ଛାଡ଼ି ନ ପାରି ତାର ସଙ୍ଗ ଲଭିବୁ ପୂର୍ବ ଅଙ୍ଗ ଭୋଗ। ଲକ୍ଷ୍ମୀ ଖଟନ୍ତି ପାଦ ତଳେ ମଥୁରା ନାରୀଙ୍କର ମେଳେ। ଶୁଣ ଭ୍ରମର ମହୋତ୍ତର କୃଷ୍ଣ ଯେ ଗଲା ମଧୁପୁର। ଅଛିଟି ଶ୍ରୀକୃଷ୍ଣ କୁଶଳେ ଭାଇ ବଳରାମଙ୍କ ମେଳେ। ପିତା ଜନନୀ ଗୋପକୁଳେ କୃଷ୍ଣ କି ସୁମରଇ ଭଲେ। ଆମ୍ଭର କଥା କୃଷ୍ଣ ମୁଖେ ଭ୍ରମର ଶୁଣିଛି କି ସୁଖେ। ଅଗୁରୁ ପ୍ରାୟକ ବାସଇ କୃଷ୍ଣର ଭୁଜ ଦଣ୍ଡ ଦୁଇ। ଏ ଉରେ ବହିବୁ ତାହା କେବେ ଅନାଥ ନାଥ ହେବ ଯେବେ। ତେବେ ଛାଡ଼ିବୁ ଅଭିମାନ କହିଣ ହୋଇଲା ମୌନ। ଶ୍ରୀ ଶୁକବାଚ। କହନ୍ତି ବ୍ୟାସଙ୍କ ନନ୍ଦନ ରାଜନ ଶୁଣ ସାବଧାନ। କୃଷ୍ଣର ତହିଁ ଦୃଢ଼ ଭାବ ଗୋପୀଙ୍କୁ ଦେଖିଲା ଉଦ୍ଧବ। ସେ ହରି ଆଜ୍ଞା ଗୋପ ମଧ୍ୟେ ଉଦ୍ଧବ କହନ୍ତି ଆନନ୍ଦେ। ଉଦ୍ଧବ ବାଚ। ଏ ଶୁଣ ଗୋ ସର୍ବ ଗୋପୀ ଜନ ତୁମ୍ଭ ଜୀବନ ଅତି ଧନ୍ୟ। ସକଳ ଲୋକେ ତୁମ୍ଭ ପୂଜା କି ପଟାନ୍ତର ଦେବା ତୁ ଦୁଜା। ଏ ଗୋବିନ୍ଦ ପଦେ ତୁମ୍ଭ ମନ ନିଶ୍ଚଳେ ହୋଇଲା ନିମଗ୍ନ। ବ୍ରତ ସାଧନ ଦାନ ତପ ହୋମ ତର୍ପଣ ଧ୍ୟାନ ଜପ। ଏ ପ୍ରାଣ ସଂଯମ ଯୋଗ ମତେ ଆବର ସତକର୍ମ ଯେତେ। ବିଷ୍ଣୁର ଭକତି ସାଧନ ଏଣୁ ନିର୍ମଳ ତୁମ୍ଭ ମନ। ଏ ଗୋବିନ୍ଦ ପାଦେ ତୁମ୍ଭ ଚିତ୍ତ ନିବିଡ଼େ ନିତ୍ୟ ଉପଗତ। ବିଷ୍ଣୁରେ ଭକତି ତୁମ୍ଭର ମୁନି ମାନବେ ଅଗୋଚର। ଏ ମନୁଷ୍ୟ ଜନ୍ମେ ଏତେ ଭାବ ବ୍ରହ୍ମାଣ୍ଡ ମଧ୍ୟେ କେ ପାଇବ। ତନ୍ମୟ ଗତି ଦେହ ଭାବ ସୁଜନ ଜନଙ୍କ ବାନ୍ଧବ। ଛାଡ଼ି ଭଜିଲ କୃଷ୍ଣ ପାଦେ ଦୁଃଖ ଖଣ୍ଡିଲ ପ୍ରମାଦେ। ଏମନ୍ତେ ଭାବ କୃଷ୍ଣ ତହିଁ ଦେବେ ପାଇବେ ଅବା କାହିଁ। ତୁମ୍ଭର ହରି ଭାବ ଦେଖି ନିର୍ମଳ କଲି ଚର୍ମ ଆଖି। ଶୁଣ ଗୋବିନ୍ଦ ଆଜ୍ଞା ଧୀରେ କହିଲେ ତୁମ୍ଭର ଛାମୁରେ। ଏ ତୁମ୍ଭ ଭକତି ଭାବ ଯେତେ ଯାହା ସେ କହିଛନ୍ତି ମୋତେ। ଉଦ୍ଧବ କୃଷ୍ଣର ବଚନ କହଇ କରି ସାବଧାନ। ଏ କୃଷ୍ଣ କହିଲେ ଗୋପୀ ଜନେ ତୁମ୍ଭେ ଯେ ଦୁଃଖ କର ମନେ। ତାଙ୍କ ବିଚ୍ଛେଦ ମୋର ନାହିଁ ପ୍ରାଣୀଙ୍କ ପ୍ରାଣ ମୁଁ ଅଟଇ।
ପ୍ରାଣିକ ଦେହେ ପଞ୍ଚଭୂତ ଯେନେ ଜଗତ ଅବିରତ ମନର ସଙ୍ଗେ ପ୍ରାଣ ବୁଦ୍ଧି ଦଶ ଇନ୍ଦ୍ରିୟ ଗୁଣେ ଛନ୍ଦି ମୋହର ଆତ୍ମା ବୁଦ୍ଧି ଦେଇ ସୃଜଇ ପାଳି ସଂରଇ ମୋହର ଆତ୍ମା ଅନୁଭବ ଭୂତ ଇନ୍ଦ୍ରିୟ ଗୁଣ ଭାବ ଯେ ଜୀବ ଆତ୍ମା ସଙ୍ଗେ ମନେ ବିବେକ ବୁଦ୍ଧି ଚୈତନ ସୁଷୁପ୍ତି ନିଦ୍ରା ଉଜାଗର ମନର ବୃତ୍ତି ଏ ବ୍ୟବହାର ଇନ୍ଦ୍ରିୟ ଅର୍ଥେ ଯେଣେ ଧ୍ୟାଇ ମାୟା ସ୍ୱପନ ପ୍ରାୟ ହୋଇ ନିଦ୍ରା ନିଯୋଗ ପୁରୁଷକୁ ଏ ମାୟା ନ ଲାଗେ ତାହାକୁ ଏ ଯେବେ ଯାର ଜ୍ଞାନ ହୋଇ ସଂସାର ତାକୁ ନ ଲାଗୋଇ ବେଦ ବେଦାନ୍ତର ଏ ଅର୍ଥ ମୁନିକ ସାଂଖ୍ୟ ଯୋଗ ମତ ଏ ସନ୍ନ୍ୟାସ ତପଦାନ ସହ ଗଠନ ସାଧନ ବିମୋହ ଏଣୁ ସକଳ ଅର୍ଥ ସାଧି ବାରିଧି ବିଷେ ଯେନେ ନଦୀ ତୁମ୍ଭକୁ ମୋର ମାୟା ନାହିଁ ତେଣୁ ରହିଲୁ ଦୂର ହୋଇ ତୁମ୍ଭ ନୟନ ମନ ସଙ୍ଗେ ମୋହର ଚିତ୍ତ ଅନୁରାଗେ ଯାହାର ସ୍ୱାମୀ ଥାଇ ଦୂରେ ପ୍ରିୟାର ମନ ତା ସଙ୍ଗରେ ମନରୁ କ୍ଷଣେ ନ ଛାଡ଼ନ୍ତି ଭାବ ହୃଦୟ ଗଦେ ଚିନ୍ତି ଏ ଚକ୍ଷୁ ଗୋଚର ସ୍ୱାମୀ ଥିଲେ ମନ ତା ନ ରହେ ନିଶ୍ଚଳେ ମୋହର ତମୁ ଦେଇ ମନ ଛାଡ଼ି ସକଳ ମାୟା ଭ୍ରମ ନିରତେ ନାମ ଉଚ୍ଚାରଣ ମୋଦେ ପାଇବ କାରଣ ଏ ବୃନ୍ଦାବନେ ତାର ସଙ୍ଗେ ଯେ ଗୋପୀ ରାସ କ୍ରୀଡ଼ା ରଙ୍ଗେ ଯାଇ ନ ପାରି ସ୍ୱାମୀ ବଳେ ପ୍ରାଣ ଛାଡ଼ିଲା ଜ୍ଞାନ ବଳେ ଆକାଶେ ଦେବେ ଥିଲେ ଚାହିଁ ପଶିଲା ମୋର ଦେହେ ଯାଇ ଏ ଶ୍ରୀ ଶୁକବାଚ ଏ କହନ୍ତି ଶୁକ ମହାମୁନି ଗୋପୀଏ କୃଷ୍ଣ କଥା ଶୁଣି ଉଦ୍ଧବ ମୁଖକୁ ଅନାଇ କହନ୍ତି କୃଷ୍ଣ ଭାବ ବଇ ଆମ୍ଭର ଭାଗ୍ୟ ହେ ଉଦ୍ଧବ କଂସ ସଂହାରିଲେ ମାଧବ ଆବର ଦୁଷ୍ଟ ଦୈତ୍ୟ ମଲେ ଯଦୁଙ୍କୁ କଷ୍ଟ ଦେଉଥିଲେ ସକଳ ଅର୍ଥ ସିଦ୍ଧ କରି ସୁଖେ ଅଛନ୍ତି ରାମ ହରି ମଥୁରା ନାରୀଙ୍କର ମଧ୍ୟ ଶ୍ରୀକୃଷ୍ଣ ଅଛନ୍ତି ଆନନ୍ଦେ ଆମ୍ଭର କଥା କ୍ରୀଡ଼ା ରଙ୍ଗେ ଗୋବିନ୍ଦ କହେ କି ପ୍ରସଙ୍ଗେ ଯାହାଙ୍କ ସ୍ନେହ ଭାବ ଘେନି ଛାଡ଼ିଲା ଗୋପର କାମିନୀ ଶ୍ରୀ ବୃନ୍ଦାବନେ ରାତ୍ରି କାଳେ କୁନ୍ଦ କୁସୁମ ପରିମଳେ ନୁପୁର କିଙ୍କିଣୀ ସବଦେ ଚାଲୁଣ ଥିଲେ ଗୋପୀ ବୃନ୍ଦେ ଆମ୍ବର ସଙ୍ଗେ ରମୁଥାଇ ତା ମନରେ ନ କରଇ ତେଣୁ ଏ କଥା ତୋତେ କହୁ ତାର ଭାବ ହୃଦେବ ଉଦ୍ଧବ କହ ନିଶ୍ଚୟ ସତ୍ୟ ଗୋପେ କି ଆସିବେ ଅନନ୍ତ ତାହା ବି ରହେ ଆମ୍ବ ଦେହ ଅନଙ୍ଗ ଦେବେ ହେଉ ମୋ ଆଶ୍ୱାସ କରିବେନି କରେ ଜୀବନ ଦେବେ କି ଆମ୍ବରେ ଭରସା କାଳ ପାଇ ଯେନେ ପଲ୍ଲବ ହୁଅନ୍ତି ତରୁମାନେ କଂସ କୁମାରୀ ରାଜ୍ୟ ପାଇ ରାଜା ହୋଇଲେ କୃଷ୍ଣ ତଇଁ ରାଜକନ୍ୟାକୁ ଏବେ ବିଭା ଯାଦବ ବଂଶ ମଧ୍ୟ ଶୋଭା ସେ କାହିଁ ଗୋପକୁ ଆସିବ ତୁ ପୁଣି ଜାଣିବୁ ଉଦ୍ଧବ ସ୍ୱଭାବେ ଆମ୍ବେ ବନଚାରୀ ଲକ୍ଷ୍ମୀ ଯାହାର ପରିବାରୀ ସେ ପୁଣି ନାରୀଙ୍କ ଆୟତ ତାର ବଚନେ ନାହିଁ ସତ୍ୟ ହିଙ୍ଗଳା ନାମେ ବେଶ୍ୟା ଥିଲା ତାହାର ଆଶା ବିହୋଳିଲା ନିରାଶ ହୋଇ କାମ ସରେ ପଶିଲା ଗୋବିନ୍ଦ ଶରୀରେ ଗୋବିନ୍ଦ ଲୀଳା ରସ ପାଇ ଆମ୍ବେ ଗୋପୀ ଏ ତୋଷ ହୋଇ ଯେତେ ଦିବସ ନନ୍ଦପୁରେ ଉଦ୍ଧବ ରହିଲେ ନିର୍ଭରେ ଏ କୃଷ୍ଣ ଚରିତର ସମୟ ଗୋପୀ ମଣିଲେ କ୍ଷୀଣ ପ୍ରାୟ ନଦୀ କାନନ ଗିରି ତଟେ କୁସୁମ ତରଙ୍ଗ ନିକଟେ ଉଦ୍ଧବ ଘେନି ଗୋପ ନାରୀ ଦେଖନ୍ତି କରେ କର ଧରି ଏ ଦେଖ ଉଦ୍ଧବ କୃଷ୍ଣ ଲୀଳା ଜଇଁ ଯେମନ୍ତ କର୍ମ କଲା ଗୋପୀଙ୍କି ରାମ କୃଷ୍ଣ ଭାବ ଆନନ୍ଦେ କହି ଉଦ୍ଧବ ଏ ଗୋପୀଙ୍କ ପାଦ ତଳେ ପଡ଼ି କହେ ଉଦ୍ଧବ କର ଯୋଡ଼ି ଉଦ୍ଧବ ବାଚ ଏ ତୁମ୍ଭେ ଗୋ ସର୍ବ ଗୋପୀ ଜନ ଏମଇ ତଳେ ଜାତ ଧନ୍ୟ ଦେବେ ନ ଜାଣନ୍ତି ଯାହାକୁ ତୁମେ ଗୋ ପାଇଲ ତାହାକୁ ଏ ରାସ ଉତ୍ସବେ ଏକ ମିଳି କୃଷ୍ଣ ସଙ୍ଗରେ କଲ କେଳି ସ୍ଥନ ବଦନ କରେ ଚାପି ଛାଡ଼ିଲ ତିନି ତାପ ଗୋପୀ ତାହାଙ୍କ ପାଦ ପଦ୍ମ ଦୁଇ ନିଶ୍ଚିନ୍ତେ ହୃଦରେ ଲଗାଇ ଏ କୃଷ୍ଣର ଗୀତ ନାଦ ଶୁଣି ମୋହେ ମଜିଲେ ଗୋପାଳୁନି ଏ ଆଶା ବଢ଼ାଇ କୃଷ୍ଣ ଦେହେ ଛାଡ଼ି ନ ପାରି ମାୟା ମୋଏ ଏ କେମନ୍ତେ ଛାଡ଼ିବ ମୁରାରୀ ବ୍ରହ୍ମାନ୍ଦିଛନ୍ତି ଆଶ୍ରୟ କରି ଏ ନଦୀ ପର୍ବତ ବନ ଦେଶ ଶୁଭଇ ବେଣୁନାଦ ଘୋଷ ଏ ରାମର ତୁଲେ ଯାହା କଲା ଅନେକ ବୃନ୍ଦାବନେ ଲୀଳା ଏଣୁ ସେ କୃଷ୍ଣ ଭାବ ଜାଣି ମନ ଦୋଇ ପୁଣି ପୁଣି ଦକ୍ଷିଣ ପାଦ ପଦ୍ମ ଛାୟା କେମନ୍ତେ ପାଶୋରି ଭୂତା ଏ ଲଳିତ ଗତି ଆସ ରଙ୍ଗେ କୃଷ୍ଣ ଯେ ନାଚୁଥାନ୍ତି ରଙ୍ଗେ ଏ ମଧୁର ବଚନ ମୋହନ କେମନ୍ତେ ପାଶୋରିବୁ ମନ ସେ ଯେ ଅନାଥ ନାଥ ହରିଆରତ ଭଞ୍ଜନ ମୁରାରୀ ଆମ୍ଭର ଦେଖୁ ଅଛ ଦୁଃଖ ଗୋପୀଙ୍କୁ ଶୋକ କୋଜଳୁ ରଖ ଶ୍ରୀ ଶୁକବାଚନ ଏ କହନ୍ତି ଶୁକ ବ୍ରହ୍ମଚାରୀ ତାପ ଛାଡ଼ିଲେ ବ୍ରଜ ନାରୀ
ଏ କୃଷ୍ଣ ସନ୍ଦେଶେ ମନ ସ୍ଥିର ପଡ଼ିଲେ ଉଦ୍ଧବ ପୟର ଏ କୃଷ୍ଣର ପାଦ ମନେ ଧରି ଉଦ୍ଧବ ସଙ୍ଗେ ବ୍ରଜ ନାରୀ କେତେ ଦିନ ଗୋପେ ସ୍ଥିତ ପବିତ୍ର ହୋଇଲା ଜଗତ ହେମନ୍ତେ ହୃଦେ ଧରି ଭାବ ମଥୁରା ଗଲେ ସେ ଉଦ୍ଧବ ଏ ଗୋପୀଙ୍କୁ ଆଜ୍ଞା ମାଗି ସ୍ଥିରେ ନନ୍ଦ ଯଶୋଦାଙ୍କ ପୟରେ ଏ ଗୋପୀଙ୍କୁ ଆଲିଙ୍ଗନ ଦେଇ ରଥେ ବସିଲେ ତୋଷ ହୋଇ ଗୋପାଳେ ନନ୍ଦ ଆଦି କରିଦେଲେ ସେ ନାନା ଦ୍ରବ୍ୟ ଭରି ଉଦ୍ଧବ ପାଶେ ନନ୍ଦ ଆଗେ କହନ୍ତି ଅଶ୍ରୁ ଗଦ ଗଦେ ଗୋପିକା ବାଚମ ଏ ଆମ୍ଭର ମନେ ବାଞ୍ଛା ଯେତେ ସଂକଳ୍ପ ନିତ୍ୟ ହୃଦ ଗତେ ସେସବୁ କୃଷ୍ଣ ପାଦେ ଥାଉ ତା ନାମ ଧରି ଦିନ ଯାଉ ଆମ୍ଭ ଚୈତନ୍ୟ ତାଙ୍କ ପାଦେ ନିରତେ ଥାଉ ଅପ୍ରମାଦେ ଆମ୍ଭେ ଯେ କର୍ମ ମାର୍ଗେ ଭ୍ରମି ଫୁଟି ହୋଇଲୁ ପଥ ଶ୍ରମୀ ଈଶ୍ୱର ମାୟା ଚକ୍ରେ ପଡ଼ି ଜନ୍ମ ମରଣ ପଥ ଉଡ଼ି ଏ ସୁଖ ବିବେକ ଜ୍ଞାନ ଉଦେ ଗତି ପାଇବୁ କୃଷ୍ଣ ପାଦେ ଶ୍ରୀ ସୁଖବାଚନ ଏ କହନ୍ତି ବ୍ୟାସଙ୍କର ସୁତ ଉଦ୍ଧବ ଗୋବିନ୍ଦର ଦୂତ ନମୀଣ ଗୋପୀଙ୍କର ପାଦେ ମଥୁରା ଗଲା ଅପ୍ରମାଦେ ଉଦ୍ଧବ ପଥ ମାର୍ଗେ ଭ୍ରମି ଫୁଟି ବହୁତ ପଥ ଶ୍ରମୀ ଏ ଗୋପୀ ଗୋପାଳ ଭାବ ଜ୍ଞାନୀ କୃଷ୍ଣକୁ କହେ ପୁଣି ପୁଣି ଏ ବସୁଦେବର ପାଶେ ଯାଇ କହନ୍ତି ରାମକୁ ବସାଇ ଏ ଗୋପୀଙ୍କ ଉପହାର ଦ୍ରବ୍ୟ ନିକଟେ ଥୋଇଲା ଉଦ୍ଧବ ଏ ବ୍ରାହ୍ମଣ ଦାସ ଜଗନ୍ନାଥ କହିଲା ଶ୍ରୀ ଭାଗବତ इति श्रीमद्भागवते महापुराणे पारमहंस्यां सहितां वैयासिक्यां दशमस्कन्धे उद्धव गोपिका प्रबोधने मथुरागमन नाम 51 अध्यायः बोलानन्दे एकवार हरि हरि बोल।